ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ୱେଲକମ୍ ଟୁ ଅନ୍ନପୂର୍ଣ୍ଣା ହାଣ୍ଡିଶାଳ। ସାଙ୍ଗମାନେ ଆଜି ଗୋଟେ ବହୁତ ବଢ଼ିଆ ରେସିପି ବନେଇବା। ଭେଣ୍ଡି ଆଳୁରେ ତରକାରୀ ବନେଇବା। ଭେଣ୍ଡି ଆଳୁ ତରକାରୀ ଏତେ ସୁଆଦିଆ ଲାଗେ, ଥରେ ଯଦି ବନେଇଥିବେ ସବୁବେଳେ ଏମିତି ବନେଇବେ। ତ ଏଇଠି ଦେଖନ୍ତୁ, ମୁଁ ପ୍ରଥମେ କିଛି ଭେଣ୍ଡି ନେଇଛି, ଯାହାକୁ ଭଲ ଭାବରେ ପ୍ରଥମେ ଧୋଇ ନେଇଛି। ତାପରେ ମୁଁ ଏଇ ଟାଇପ୍ର ପିସେସ୍ରେ କାଟି ନେଇଛି। ଭେଣ୍ଡିକୁ ଆଉ ଆଳୁକୁ ବି ସେମିତି ଚୋପା ଛଡ଼େଇକିରି ଏମିତି ପିସ୍ କରି କାଟି ନେଇଛି। ସାଙ୍ଗମାନେ ଗୋଟେ ଛୋଟ ଅନୁରୋଧ, ଯଦି ଆପଣମାନେ ଚ୍ୟାନେଲରେ ନୂଆ ତାହେଲେ ପ୍ରଥମେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗେ ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ତ ଏଇଠି ଦେଖନ୍ତୁ, ଆଳୁ ଗୁଡ଼ିକ ଏମିତି ଚୋପା ଛଡ଼େଇ ନେବା। ତାପରେ ଆଳୁ ଗୁଡ଼ିକ ଏଇ ଟାଇପ୍ର ପିସେସ୍ରେ କାଟି ନେବା। ଯଦି ଆପଣମାନେ ଚାହୁଁଛନ୍ତି ଆପଣଙ୍କ ହିସାବରେ କଟ୍ କରିବାକୁ କାଟିପାରିବେ। ତ ଏଇଠି ଦେଖନ୍ତୁ, ମୁଁ ଏମିତି ପିସ୍ କରି କାଟି ନେଉଛି। ଭେଣ୍ଡି ସାଇଜ୍ର ଆଳୁ ଗୁଡ଼ିକ ବି କାଟି ନେଉଛି। ସାଙ୍ଗମାନେ ଏଇଠି ଯେତେ ଆଳୁ ଅଛି, ଚାଲନ୍ତୁ ସବୁଗୁଡ଼ିକ ତ ଏମିତି କାଟି ନେବା ଏଇ ସାଇଜ୍ରେ। ତ ଏଇଠି ଦେଖନ୍ତୁ, ମୁଁ ସବୁ ଆଳୁ ଗୁଡ଼ିକ ଏମିତି କାଟି ନେଇଛି। ଭେଣ୍ଡି ଆଳୁକୁ ଗୋଟେ ସାଇଡ଼୍ରେ ରଖିଦେଇଛି। ତ ଏମିତି ପିସେସ୍ରେ କାଟିଲେ ବହୁତ ଭଲ ଲାଗେ ଦେଖିବା ପାଇଁ, ଆଉ ଖାଇବାକୁ ବି ବଢ଼ିଆ ମଜା ଲାଗେ। ତ ଦେଖନ୍ତୁ, ଚାଲନ୍ତୁ ରେସିପିଟି ଆରମ୍ଭ କରିବା। ତ ତାପରେ ପ୍ରୋସେସ୍ ଆରମ୍ଭ କରିବା ପାଇଁ ଗୋଟେ ଗ୍ୟାସ୍ରେ କଡ଼େଇ ନେଇଛି। ଆପଣ ଚାହିଁଲେ ପ୍ୟାନ୍ ନେଇପାରିବେ। ଯେହେତୁ ଆମେ ତରକାରୀଟା ବନାଉଛୁ, ଟିକେ ଗାଢ଼ୁଆ କଡ଼େଇ ହେଲେ ଭଲ ହେବ। ତ ଏଇଠି ଦେଖନ୍ତୁ, ତେଲକୁ ଟିକେ ଗରମ କରିସାରିଲାଣି। କିଛି ସୋରିଷ ତେଲ ନେଇଛି, ଆପଣ ମନପସନ୍ଦର ତେଲ ନେଇପାରିବେ, କିନ୍ତୁ ସୋରିଷ ତେଲରେ ଏ ରେସିପିଟା ବହୁତ ହି ଭଲ ଲାଗେ। ତ ଏଇଠି କିଛି ତେଲରେ ଆମେ ଭେଣ୍ଡି ଆଳୁକୁ ପ୍ରଥମେ ଭାଜିବା। ତ ମୁଁ ଏଇଠି ତେଲ ଗରମ ହୋଇସାରିଲା ପରେ ଭେଣ୍ଡି ଆଳୁ ଦେଇଦେଇଛି। ଭେଣ୍ଡି ଆଳୁକୁ ଖାଲି ତେଲରେ ଭାଜିଲେ ବହୁତ ହି ଭଲ ଲାଗେ ଖାଇବା ପାଇଁକି। ଆଉ ତେଲରେ ଭାଜିଲେ ଭେଣ୍ଡି ପୁରା ନରମ ହେବ ନାହିଁ, ଟାଣ ହୋଇକି ରହିବ। ଆଉ ଲୁଣ ହଳଦୀ ସାଙ୍ଗମାନେ ଧ୍ୟାନ ରଖିବେ, ତେଲରେ ଭାଜିବା ଟାଇମ୍ରେ ଲୁଣ ହଳଦୀ ଦେବେନି। ଲୁଣ ଦେଲେ ଭେଣ୍ଡିରୁ ପାଣି ବାହାରିବ ଆଉ ନାଳ ହୋଇଯିବ, ଆଉ ଏଇଠି ଭେଣ୍ଡି ନରମ ହୋଇଯିବ। ଆଳୁ ବି ସେଇ ଟାଇପ୍ର, ହଳଦୀ ଦେଲେ ତେଲ ଟାଣି ନେବ। ତ ଏଇଠି ଦେଖନ୍ତୁ, ବିନା ଲୁଣ ହଳଦୀ ଦେଇକି ଆକୁ ଭାଜିବେ। ତ ଏଇଠି ଭାଜି ସାରିଲାଣି। ତ ଏମିତି ଭାଜିଗଲା ପରେ ଆକୁ ଆମେ ତେଲରୁ କାଢ଼ିଦେବା। ସବୁଯାକ ଭେଣ୍ଡି ଆଳୁକୁ ମୁଁ ଏଠି ତେଲରୁ କାଢ଼ି ନେଉଛି। ସାଙ୍ଗମାନେ ଏଇ ଯେଉଁ ତେଲ ବଳିଛି, ଏତିକି ତେଲ ଦେହରେ ଆମେ ଏବେ ତରକାରୀଟା ବନେଇବା। ତ ମୁଁ ଏଥିରେ ଗୋଟେ ପିଆଜ, ଯେଉଁଟାକି କାଟିକି ମୁଁ ଏମିତି ଦେଇଛି। ଏମିତି କାଟିଲେ ପିଆଜ ଗୁଡ଼ାକ ସବୁ ଖୋଲି ହେଇକି ଭାଜି ହେବ। ତ ଏଇଠି ଦେଖନ୍ତୁ ସାଙ୍ଗମାନେ, ପିଆଜକୁ ଭାଜିବା ପାଇଁ ଛାଡ଼ିବା। ଚାଲନ୍ତୁ ତା ଭିତରେ ଗୋଟେ ମସଲା ବନେଇବା। ଏଇଠି ପିଆଜ ଦେଖନ୍ତୁ ସାଙ୍ଗମାନେ, ମସଲା ପାଇଁ ମୁଁ ନେଇଛି କିଛି ଅଦା, କିଛି ରସୁଣ, କଞ୍ଚା ବାଦାମ, ଆଉ ଟିକେ ପାଣି ଦେଇଛି, ଆଉ ଏଇଠି ଟିକେ ଲଙ୍କା ଦେଇଛି। ରାଗ ଆପଣଙ୍କ ହିସାବରେ ଆପଣ ରାଗ ବନେଇ ପାରିବେ। ତ ଏଇଠି ଦେଖନ୍ତୁ, ଭଲ ଭାବରେ ଚିକଣିକି ବାଟି ନେଇଛି। ତା ଭିତରେ ପିଆଜ ଆମର ଭାଜି ହେଇଯାଇଛି। ତ ଏଇଠି କ'ଣ କରିବା, କାଶ୍ମୀର ଚିଲି ମୁଁ ଗୋଟେ ଚାମଚ ଦେଉଛି। ଆପଣ ଚାହିଁଲେ କାଶ୍ମୀର ଚିଲି ସ୍କିପ୍ କରିପାରିବେ, ଯଦି ଆପଣଙ୍କୁ କଲର୍ ପସନ୍ଦ ନାହିଁ। ତ ମୁଁ ଏଇଠି ଗୋଟେ ଚାମଚ କାଶ୍ମୀର ଚିଲି ଦେଇଛି। ତାପରେ ଏଇଠି ମସଲା ଯେଉଁ ବାଟିକି ଆମେ ରଖିଥିଲେ, ମସଲାକୁ ଦେଇଦେଇଛି। ମସଲା ଦେଇସାରିଲା ପରେ ଏଇଠି ଭଲ ଭାବରେ ମସଲାକୁ ଗୋଳେଇ ନେବା। ପାଣି ବିଲକୁଲ ବି ଦେବେନି, ଯେ ପର୍ଯ୍ୟନ୍ତ ମସଲାର ଯେଉଁ ପାଣି ଅଛି ସେ ନ ସରିଯାଇଛି। ମସଲାର ପାଣି ସରିବା ପର୍ଯ୍ୟନ୍ତ ମସଲାକୁ ତେଲରେ ଏମିତି ଭାଜିବେ। ଦେଖନ୍ତୁ, ମସଲା ପୁରା ଶୁଖିଲା ହୋଇଗଲାଣି। ତାପରେ ଏଇଠି ମୁଁ ପାଣି ଦେଇଛି। ପାଣି ଦେଇକି ଭଲ ଭାବରେ ଗୋଳେଇ ନେଇଛି। ଗୋଳେଇ ସାରିଲା ପରେ ସାଙ୍ଗମାନେ କିଛି ସମୟ ଫୁଟିବା ପାଇଁ ଛାଡ଼ିବା। ତା ଭିତରେ ଆମେ ଅଲଗା କିଛି ମସଲା ଆଡ଼୍ କରିବା। ମସଲା ପାଇଁ ମୁଁ ଦେଇଛି ମିଟ୍ ମସଲା ଅଧ ଚାମଚ, ହଳଦୀ ଗୁଣ୍ଡ ଅଧ ଚାମଚ, ସ୍ୱାଦ ହିସାବରେ ଲୁଣ, ଜିରା ଗୁଣ୍ଡ ଅଧ ଚାମଚ, ଧନିଆ ଗୁଣ୍ଡ ଅଧ ଚାମଚ। ତାପରେ ଏସବୁକୁ ଆମେ ଗୋଳେଇବା। କିନ୍ତୁ ତା ପୂର୍ବରୁ ମୁଁ ଦେଇଛି ଦୁଇଟା ତେଜପତ୍ର। ତେଜପତ୍ରରେ ତରକାରୀଟା ବହୁତ ବଢ଼ିଆ ବାସ୍ନା ଆସିବ। ସବୁଗୁଡ଼ିକ ଭଲ ଭାବରେ ଗୋଳେଇ ନେବା। ଗୋଳେଇ ସାରିକି ଏଇଠି ସାଙ୍ଗମାନେ କ'ଣ କରିବା, ଟିକେ ଘୋଡ଼େଇକିରି ମସଲାକୁ ସିଝିବା ପାଇଁ ଛାଡ଼ିବା। ତ ଏଇଠି ଘୋଡ଼େଇ ନେଇଛେ।
तो ये देखु 2 मिनिट आम घोड़े पूरा लो फ्लेम रे घोड़े मसलारू अल्प टिके पानी सरची मसला टिके सिझी भी जाइए। तापर ये देखु टमाटो किसी ऐड करची तापरे मुझे भेंडी आलू को ऐड करची। मसला पूरा सिझिबा संगे संगे भेंडी आलू भी मसला फ्लेवरटा भेंडी आलू धीरे आसीजिवो आ लुण हल्दी जो आमे देइथिले भेंडी रे लुण अंश आसीजिवो आ मसला रे भेंडीटा आलूटा सिझिले बढ़िया लगे खाइबा पे। तो ये भेंडी आलू देके घोड़े देइथिली। देखंतु एठी पूरा मसला सुखिला हो गलानी। भेंडी आलू एते बढ़िया बास्ना आसुची ना सांग माने तो घर पूरा महकुची। देखो मसला पूरा सिझीगलानी आउ भेंडी आलू आलू पूरा सिझी जाइए। तापर ये कौन करवा किछि पानी दबा जेतिकी आपण झोल रखिबे से हिसाब रे पानी देबे। अधिका पानी एठी आवश्यक नहीं कहीं पानी भेंडी आलू एठी सिझी जाइए। बेसी पानी आवश्यक नहीं जेतिकी झोल रखिए सेतिकी पानी देबे। तो मुझे जेतिकी झोल रखी से हिसाब रे पानी देइछि। एबे कौन करवा पानी दे सारा पर ये घोड़े दबा। तो ये देखो मुझे बेसी झोल रखुची कहीं घर को आज गेस्ट आसार अच्छी तो से हिसाब से भेंडी खावा को बहुत ही पसंद गेस्ट को। तो ये टाइप रो भेंडी तरकारी बनई आउ झोल टिके अधिका रखी कहीं इस टाइप रो झोल बहुत ही भल लगे। तो ये देखु घोड़े देती किसी समय ये झोलटा पूरा सिझीगला। तो ये देखु बिल्कुल भी मरीनी केवल सिझी जाइए। आउ आम कौन करवा गैस फ्लेम बंद करदे आउ डालचीनी गुंड अधा चामच पकईदे। डालचीनी गुंड रे तरकारी बास्ना बहुत ही बढ़िया आसो। तापर प्लेटा को किसी समय घोड़े देवा। जोटा डालचीनी गुंड आम देइथिले सेटा तरकारी भितर एकदम बढ़िया तरकारी स्वाद आनिबा संगे संगे टेस्ट भी नहीं आनिबो। तो ये घोड़े सारा पर सांग माने देखंतु तरकारी केते बढ़िया से रेडी हो जाइए। एमती गोटे थर निश्चिंत बनातु मते कमेंट बॉक्स रे लिखिबा को भूलिबेनी आपण केबे बनाउचंदी कोठु देखुचंदी आउ ए तरकारीटा आपन को केमते लागिला। तो आज पे सांग माने एतिकी रहुची मु सबुदिन ए टाइम रे आसुची किछि नुआ आपण मानक पई। तो रहुची सांग माने पुणी देखाबो नुआ एक रेसिपी सहित। जय जगन्नाथ।